2019 ରେ ଯେମିତି କରୋନା ଭାଇରସ ଆସିଥିଲା ଯୋଉଟା କି 2 ବର୍ଷ ତାର ରହିଥିଲା ଲକଡାଉନ ଆମର 2 ବର୍ଷ ଲାଗିଥିଲା ସେମିତି HMPV ଗୋଟେ ଭାଇରସ ଟି ଆସିଛି ପୁରା ଇଣ୍ଡିଆ ଯୋଉଟା କି ଚାଇନା ରେ ପ୍ରଥମ ଆସିଥିଲା ଏବଂ ଇଣ୍ଡିଆକୁ ଏବେ ଆମର 8 ଜଣ ସଂକ୍ରମିତ ହେଲେନି ଯୋଉଟା କି 5 ବର୍ଷରୁ ତଳ ଛୋଟ ପିଲାମାନଙ୍କୁ ବେଶୀ ସଂକ୍ରମଣ କରୁଛି ସେ ରୋଗଟି HMPV ଯୋଉଟା କି ଭାଇରସ ଟି ଆସିଛି ସେଠି ଆପଣ ମାନେ ବହୁତ ଚିନ୍ତାରେ ପଡିଗଲେନି ମାନେ ବହୁତ ଆମ ଇଣ୍ଡିଆରେ ପୁଣି ଥରେ ଲକଡାଉନ ହେଇଯିବ ଯଦି କଣ କରିବେ ଲୋକମାନେ ଯେମିତି 2019 ରେ ଲକଡାଉନ ଟି ପଡିଥିଲା ବହୁତ ପ୍ରୋବ୍ଲେମ ଫେସ୍ କରିଥିଲେ ସବୁ ଲୋକମାନେ ପୁଣି ଯଦି ସେମିତି ଲକଡାଉନ ପଡିବ ସେଠି ଆମେ କଣ କରିବା ସେଟା ଆମେ କିଛି କହିପାରିବାନି ଏବେ କାହିଁକି ନା ଏବେ ସିନା ଆମେ ଇଣ୍ଡିଆରେ 8 ଜଣ ସଂକ୍ରମିତ ହେଇଛନ୍ତି ଯଦି ଏମିତି ବଢି ଚାଲିବ ପୁଣି ଲକଡାଉନ ହବାର ସମ୍ଭାବନା ରହୁଛି ତଥାପି ଆମେ ଦେଖିବା ଯୋଉଟା କି ଆପଣ ମାନେ ଯେମିତି ପୁରୁଣା ଲକଡାଉନ ଟାଇମ ରେ ମାସ୍କ ଲଗେଇ ଚାଲୁଥିଲେ ବାହାରକୁ ବାହାରୁଥିଲେ ସେମିତି ଏବେ ଆପଣ ମାନେ ଛୋଟ ପିଲାମାନଙ୍କୁ ବି ମାସ୍କ ଲଗେଇ ବାହାରକୁ ବାହାର କରନ୍ତୁ କାହିଁକି ନା ଏଟା ଛୋଟ ପିଲାମାନଙ୍କୁ ହିଁ ସଂକ୍ରମିତ କରୁଛି ସେଠି ଆପଣ ମାନେ ଜଗିକି ରହିଲେ ଦୁନିଆରେ ବହୁତ କମ ସଂକ୍ରମିତ ବଢିବ ସେଥିପାଇଁ ଆପଣ ମାନେ ଟିକେ ଜଗିକି ରୁହନ୍ତୁ ମାସ୍କ ପିନ୍ଧି ବୁଲନ୍ତୁ ସାନିଟାଇଜର ପୁଣି ୟୁଜ କରନ୍ତୁ ଆପଣ ମାନେ